ହ୍ୟୁମାନ ସାଗର ଯେତେବେଳେ ମେଡିକାଲରେ ମରିଲେ, ଆପଣମାନେ ଜାଣିଛନ୍ତି କେତେଟାରେ ମରିଲେ? ଆଜି ହେଉଛି 17 ଡିସେମ୍ବର 2025। ଆଜିକୁ ପ୍ରାୟତଃ ଗୋଟେ ମାସ ହେଲା ହ୍ୟୁମାନ ଭାଇ ଆମ ଗହଣରେ ଆଉ ନାହାନ୍ତି। ଜୀବନରେ ଯେତେ ବି 17 ତାରିଖ ଆସିବ ସବୁବେଳେ ଦୁଃଖ, କଷ୍ଟ, ଯନ୍ତ୍ରଣା ଅନୁଭବ ହେବ ଆମକୁ। କ'ଣ ପାଇଁ? କାରଣ ଆମେ ଗୋଟେ ବହୁତ ବଡ଼ ହୀରାକୁ ହରାଇ ଦେଇଛେ, ଗୋଟେ ହୀରାକୁ ହରାଇ ଦେଲେ। କିନ୍ତୁ ଫ୍ରେଣ୍ଡସ୍, ଆଜିର ରିଲ୍ରେ ଗୋଟେ କଥା ଆପଣମାନଙ୍କୁ କହିବି। ଆପଣ ଗୋଟେ କମେଣ୍ଟସ୍ ଖାଲି ଲେଖିବେ ଯେ ହ୍ୟୁମାନ ଭାଇଙ୍କୁ ମାରିଦେଲେ ନା ମରିଗଲେ। ମୋ କଥା ଶୁଣିଲା ପରେ ଆପଣମାନେ କିଛି ନ୍ୟୁଜ୍ ବର୍ତ୍ତମାନ ଦେଖିଥିବେ, ଭାଇ ହ୍ୟୁମାନ ଭାଇ ତ ଚାଲିଗଲେ, ଚାଲି ଯାଇକି ମାଟିରେ ପୋତି ହେଇଗଲେ, ତାଙ୍କ ଆତ୍ମାକୁ ଟିକେ ଶାନ୍ତିରେ ରହିବାକୁ ଦିଅ। ହ୍ୟୁମାନ ଭାଇ କାହାକୁ ଭଲ ପାଉଥିଲେ, କାହା ସହିତ ରିଲେସନରେ ଥିଲେ, କାହାକୁ ଲାଇନ୍ ମାରୁଥିଲେ, ଏସବୁ କହିବା କ'ଣ ନିହାତି ଦରକାର? ମୁଁ ଯାହା କହୁଛି ଆପଣମାନେ ବୁଝିପାରୁଥିବେ। ନ୍ୟୁଜରେ କିଛି ବାଇଟ୍ସ ବର୍ତ୍ତମାନ ଦେଖିଥିବେ ଆପଣମାନେ। ଯିଏ ବି କହୁଛି ନା, ମୁଁ ନା ଏଥିରେ କହିବିନି, ସେ କାହାକୁ ଭଲ ପାଉଥିଲେ, ସେ କାହାକୁ ଲାଇନ୍ ମାରୁଥିଲେ, ରିଲେସନରେ ଥିଲେ, ତାଙ୍କ ଘରକୁ କିଏ ଯାଉଥିଲା। ଭାଇ ଏସବୁ କହିବା କ'ଣ ଦରକାର? ଭାଇର ଆତ୍ମାକୁ ଟିକେ ଶାନ୍ତିରେ ରହିବାକୁ ଦିଅନ୍ତୁ। ଆପଣମାନେ ଜାଣିଛନ୍ତି ହ୍ୟୁମାନ ଭାଇଙ୍କୁ ଟିବି ହେଇଥିଲା, ଟିବି ରୋଗ। ଟିବି ହେଲା ପରେ ସେ ଭଲ ହେଇଯାଇଥିଲେ, ସମ୍ପୂର୍ଣ୍ଣ ରୂପେ ଭଲ ହେଇଯାଇଥିଲେ ମେଡିସିନ ଖାଇକି। କିନ୍ତୁ ତାପରେ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହେଲେ, ବହୁତ ବଡ଼ ରୋଗରେ ଆକ୍ରାନ୍ତ ହେଲେ। ମେଡିସିନ ଖାଇ ଖାଇ ବଞ୍ଚୁଥିଲେ, କିନ୍ତୁ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ତାଙ୍କୁ ସବୁ କିଛି କ୍ଲିୟର ହେଇଯାଇଥିଲା। କିନ୍ତୁ ନା, ସେଇଟା ବି ହେଲା ନାହିଁ। ସୋ କରେଇ 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 ବିତେଇ 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 ମୁଁ ଯାହା ବି ନ୍ୟୁଜ୍ ଦେଖିଲି, ଏସବୁ ସତ ଯାହା ବି କହିଛନ୍ତି, ଓକେ। ସୋ କରେଇ 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 ଆଜି ଭାଇ କ'ଣ କହିବି ଆଉ। ତୃତୀୟ କଥା ହେଲା, ହ୍ୟୁମାନ ସାଗର ଯେତେବେଳେ ମେଡିକାଲରେ ମରିଲେ, ଆପଣମାନେ ଜାଣିଛନ୍ତି କେତେଟାରେ ମରିଲେ? ନ୍ୟୁଜରେ କହୁଛନ୍ତି 9ଟାରେ ମରିଲେ। ଯାହା ବି ଆପଣମାନେ ଟାଇମ୍ ଦେଖିଛନ୍ତି 9ଟାରେ ମରିଲେ, କିନ୍ତୁ ଗୋଟେ ଡକ୍ଟର କହୁଛନ୍ତି ହ୍ୟୁମାନ ସାଗର 7ଟାରେ ମରିଯାଇଥିଲେ। ଆମକୁ ମନା କରାଯାଇଥିଲା ଯେ ଆମେ ନ କହିବୁ ବୋଲି, ମରିଗଲେ ବୋଲି। 9ଟାରେ ଆନାଉନ୍ସ କଲେ ମରିଗଲେ ବୋଲି। କେତେ ବଡ଼ କଥା ଲୁଚେଇ ରଖିଛନ୍ତି। ଆପଣମାନେ ଥରେ କୁହନ୍ତୁ, ଏଇଟା କେତେ ଦୂର ଠିକ୍? ହ୍ୟୁମାନ ଭାଇ, ହ୍ୟୁମାନ ସାଗର ଏମିତି ଜଣେ କଳାକାର ଓଡ଼ିଶାରେ ଜନ୍ମ ହେଇଥିଲେ। ବାସ୍ କମ୍ ଦିନରେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ। ଏମିତି କିଏ ଯାଇନି ଆଜି ପର୍ଯ୍ୟନ୍ତ ଓଡ଼ିଶାରେ। ବାସ୍ ଆପଣମାନେ ଗୋଟେ କମେଣ୍ଟରେ ଖାଲି ମୋତେ ଜଣା। ଏହି ଭିଡ଼ିଓରେ ଯାହା ବି କୁହାଯାଇଅଛି, ଯେଉଁମାନେ ସହମତ ଅଛନ୍ତି ଦୟାକରି କମେଣ୍ଟ କରନ୍ତୁ।